ଅନୁଗୁଳ ଜିଲ୍ଲା ହେଲ୍ପିଂ ହ୍ୟାଣ୍ଡ ସମାଜସେବା ସଂଗଠନ ନେତୃତ୍ୱରେ ଢେଙ୍କାନାଳ ଜିଲ୍ଲା ଗୋବିନ୍ଦପୁର ସ୍ଥିତ ଶିଶୁଗୃହଠାରେ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ସେବା କାର୍ଯ୍ୟକ୍ରମରେ ହେଲ୍ପିଂ ହ୍ୟାଣ୍ଡ ସମାଜସେବା ସଂଗଠନର ସଦସ୍ୟ ବିଶ୍ୱରଞ୍ଜନ ବାରିକ, ଜ୍ୟୋତିର୍ବିଦ ପଣ୍ଡିତ ଡକ୍ଟର ମେଘନାଥ ମହାରଣା, ଦୀପକ ନାୟକ, ପ୍ରଫୁଲ୍ଲ ଅରଖ, ବିଜୟ ମହାରଣା, ଉପେନ୍ଦ୍ର ବେଜ, ଅଙ୍ଗରାଜ ବିଶ୍ୱାଳ, ସରୋଜ ପ୍ରଧାନ, ଅନୁଗୁଳ ଜିଲ୍ଲା ଗାୟତ୍ରୀ ପରିବାରର ବରିଷ୍ଠ ଆଚାର୍ଯ୍ୟ ଯଦୁମଣି ପ୍ରଧାନ, ବସନ୍ତ ନାଥ ଏବଂ ଶ୍ରୀ ଜଗନ୍ନାଥ କଳବର ସେବା ସଂସ୍ଥାନର ସଦସ୍ୟ ସାଗର ସାହୁ ପ୍ରମୁଖ ଯୋଗଦାନ କରି ଆଶ୍ରମରେ ରହୁଥିବା ଅନ୍ତେବାସୀମାନଙ୍କୁ କମ୍ବଳ ଏବଂ ଶୁଖିଲା ଖାଦ୍ୟ ସାମଗ୍ରୀ ବିତରଣ କରିବା ସହିତ ଆଶ୍ରମରେ ଥିବା ଗୋମାତାଙ୍କ ନିମନ୍ତେ ଗୋଖାଦ୍ୟ ବିତରଣ କରାଯାଇଥିଲା। ଶିଶୁଗୃହର ସୁପରିଟେଣ୍ଡେଣ୍ଟ ସରୋଜ ବେହେରାଙ୍କ ସମେତ ଗୁରୁଜୀ ଗୁରୁମା ବୃନ୍ଦ ଉପସ୍ଥିତରେ ବିତରଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଅନୁଗୁଳ ସାଗର ସାହୁ।